ସାଙ୍ଗମାନେ ଆପଣ ମୋଟିଭେସନାଲ ଭିଡ଼ିଓକୁ ଦେଖନ୍ତି, ଭିଡ଼ିଓ ଦେଖିକି ମୋଟିଭେଟ୍ ହୁଅନ୍ତି, ଏନର୍ଜି ପାଆନ୍ତି। ତାପରେ ଆପଣ 2-3 ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ ମଧ୍ୟ କରନ୍ତି, କିନ୍ତୁ ଚତୁର୍ଥ ଦିନ ସବୁକିଛି ସରିଯାଏ। ତାପରେ ଆପଣ ନିଜକୁ କୁହନ୍ତି କି ମୁଁ ଏସବୁ କରିପାରିବିନି, ମୋ ଦ୍ୱାରା ଡିସିପ୍ଲିନ୍ କିଛି ହେଇପାରିବନି। ସାଙ୍ଗମାନେ ଏଇଠି ଟିକେ ରହିଯାଆନ୍ତୁ। ଏସବୁ ଯାହା କିଛି ବି ହେଲା, ଏଥିରେ ତୁମର କାଣିଚିଆ ବି ଦୋଷ ନାହିଁ, କାରଣ ତୁମକୁ ଡିସିପ୍ଲିନ୍ ଶିଖାଇ ଯାଏ ନାହିଁ। ସାଙ୍ଗମାନେ ସତ ହେଉଛି ଡିସିପ୍ଲିନ୍ ଗୋଟେ ଟ୍ୟାଲେଣ୍ଟ ନୁହେଁ, ଏହା ଗୋଟେ ସିଷ୍ଟମ୍। ଆଉ ଆଜି ମୁଁ ତୁମକୁ ସେଇ ସିଷ୍ଟମ୍ ଶିଖିବା ପାଇଁ ଯାଉଛି। ତେବେ ଚାଲନ୍ତୁ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ସାଙ୍ଗମାନେ ସବୁଠାରୁ ବଡ଼ ମିଛ ଯାହା ଆମେ ପିଲାଟି ଦିନରୁ ଶୁଣି ଆସୁଛେ କି ଯେବେ ମୋର ଇଚ୍ଛା ହେବ, ଯେବେ ମୋର ମନ ହେବ, ସେବେ ମୁଁ ପଢ଼ିବି, ଯେବେ ମୋତେ ମୋଟିଭେସନ୍ ମିଳିବ ସେବେ ମୁଁ କାମ କରିବି। କିନ୍ତୁ ସମସ୍ୟା ହେଉଛି ଆମ ମନ କେବେ ବି ସ୍ଥିର ହୋଇ ରୁହେନି। ଆମ ମୁଡ୍ ଡେଲି ଚେଞ୍ଜ ହେଇଥାଏ। କୌଣସି କାମରେ ଆଜି ମନ ହେବ ତ କାଲି ହେବନି। ଯଦି ତୁମେ ତୁମ ମୁଡ୍ ହିସାବରେ ସବୁ କାମକୁ କରିବ, ତେବେ ତୁମେ କେବେ ବି କନସିଷ୍ଟେନ୍ସିକୁ ମେଣ୍ଟେନ୍ କରିପାରିବନି। ସାଙ୍ଗମାନେ ମୁଁ କହି ରଖେ କି କନସିଷ୍ଟେନ୍ସି ମାନେ ହେଉଛି କୌଣସି ବି କାମକୁ ଡେଲି ବେସିସ୍ରେ ରେଗୁଲାର କରିବା। ତାହା ପାଠପଢ଼ା ହେଉ, ଗୀତ ଗାଇବା ହେଉ, କୌଣସି ଖେଳ ହେଉ, ଯେଉଁ କାମରେ ଆପଣ ସଫଳତା ପାଇବାକୁ ଚାହୁଁଛନ୍ତି, ଏକ୍ସିଲେନ୍ସି ହାସଲ କରିବା ପାଇଁ ଚାହୁଁଛନ୍ତି, ସେଥିରେ ଧୈର୍ଯ୍ୟ ରଖି କନସିଷ୍ଟେନ୍ସିର ସହିତ ପରିଶ୍ରମ କରିଚାଲନ୍ତୁ। କଥାରେ ଅଛି ଧୀର ପାଣି ପଥର କାଟେ। ସେହିପରି ଗୋଟେ ଲୋକ ଗୋଟେ କାମକୁ ଡେଲି ବେସିସ୍ରେ ଯଦି ବାର କରେ, ତେବେ ସିଏ ସେଥିରେ ମାଷ୍ଟର ହେଇଯାଏ। ସାଙ୍ଗମାନେ ସକ୍ସେସଟା ମୁଡ୍ରୁ ନୁହେଁ, ଏହା ଗୋଟିଏ ସିଷ୍ଟମ୍ରୁ ଆସିଥାଏ। ସାଙ୍ଗମାନେ ଜଣେ ପିଲା ଥିଲା ଯାହାର କି ବହୁତ ବଡ଼ ସ୍ୱପ୍ନ ଥିଲା। ସେ ଭାବୁଥିଲା କି ମୁଁ ବଡି ବନେଇକି ଗୋଟେ ବଡି ବିଲ୍ଡର ହେଇଯିବି, ଆଉ ସେଇ ଫିଲ୍ଡରେ ବଡ଼ ସଫଳତା ହାସଲ କରିବି। କିନ୍ତୁ ପ୍ରତ୍ୟେକ ଥର 2-3 ଦିନ ଗଲା ପରେ ସେ ଜିମ୍ ଯିବା ବନ୍ଦ କରିଦେଉଥିଲା। ଦିନେ ସେ ଅନୁଭବ କଲା କି ମୁଁ ମୋ ନିଜକୁ ପରଫେକ୍ଟ ବନେଇବା ପାଇଁ ଚେଷ୍ଟା ତ କରୁଛି, କିନ୍ତୁ ମୁଁ ଯେଉଁ ମନ ଇଚ୍ଛା ରୁଟିନ୍କୁ ଫଲୋ କରୁଛି, ସେଥିରେ ମୋର କିଛି ବି ଚେଞ୍ଜ ହେବନି। ମୋତେ ମୋ ଗୋଲ୍କୁ ଆଚିଭ୍ କରିବା ପାଇଁ ହେଲେ ମୋତେ କେବଳ କନସିଷ୍ଟେଣ୍ଟ ରହିବା ପାଇଁ ପଡ଼ିବ। ତ ସେ ତା ନିଜ ପାଇଁ ଗୋଟେ ନିୟମ ତିଆରି କଲା କି ମୁଁ ପ୍ରତିଦିନ ଜିମ୍ ଯିବି, ଚାହେ ସେଠି ଜିମ୍ କରେ କି ବସେ। ପ୍ରଥମ ଦିନ ସେ 10 ମିନିଟ୍ ପାଇଁ ଜିମ୍ ଗଲା। ଦ୍ୱିତୀୟ ଦିନ ସେ 20 ମିନିଟ୍ ପାଇଁ ଜିମ୍ ଗଲା। ତୃତୀୟ ଦିନ ସେ କେବଳ ଜିମ୍ ସେଣ୍ଟରକୁ ଏଣ୍ଟ୍ରି କରିକି ହିଁ ପଳେଇ ଆସିଲା। କିନ୍ତୁ ସେ ଗୋଟିଏ ଜିନିଷ କରିବା ଛାଡ଼ିଲାନି, ତାହା ହେଉଛି ପ୍ରତିଦିନ ଜିମ୍କୁ ଯିବାଟା। ତ କିଛି ସପ୍ତାହ ଏମିତି ଗଲା ପରେ ଜିମ୍ ସେଣ୍ଟର ଯିବାଟା ତାର ହାବିଟ୍ରେ କନଭର୍ଟ ହେଇଗଲା। ସେ ଆସ୍ତେ ଆସ୍ତେ ଜିମ୍ରେ ପ୍ରାକ୍ଟିସ୍ କରିବା ଷ୍ଟାର୍ଟ କଲା। ଦେଖୁ ଦେଖୁ ତା ବଡି ଫିଟନେସ୍ଟା ଭଲ ହେଇଗଲା। ତାପରେ ସେ ବଡ଼ ବଡ଼ କମ୍ପିଟିସନରେ ପାର୍ଟିସିପେଟ୍ କଲା, ଆଉ ୱିନ୍ ବି କଲା। ଏସବୁ ସମ୍ଭବ ହେଲା କେବଳ ତା ଡିସିପ୍ଲିନ୍ ପାଇଁ। ସେ ଡିସିପ୍ଲିନ୍କୁ ବଜାୟ ରଖି କନସିଷ୍ଟେନ୍ସିକୁ ପ୍ରପର୍ ଫଲୋ କଲା, ତେଣୁ ସିଏ ତା ଫିଲ୍ଡରେ ସକ୍ସିଡ୍ କଲା। ସାଙ୍ଗମାନେ କିଛି ବୁଝିଲେ ନା କିଛି ବୁଝିପାରିଲେନି? କନସିଷ୍ଟେନ୍ସିଟା ପରଫେକ୍ସନ୍ ଅପେକ୍ଷା ଅଧିକ ପାୱାରଫୁଲ୍ ହେଇଥାଏ। ଏବେ ଧ୍ୟାନ ଦେଇକି ଶୁଣ, ଏଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ଟ। ଡିସିପ୍ଲିନ୍ ଗୋଟେ ଫିଲିଙ୍ଗସ୍ ନୁହଁ, ଏହା ଗୋଟେ ପାଟର୍ନ, ଏହା ଗୋଟେ ଢାଞ୍ଚା। ସିମ୍ପଲ୍ ଲାଙ୍ଗୁଏଜରେ କହିବାକୁ ଗଲେ ଡିସିପ୍ଲିନ୍ ହେଉଛି ସ୍ମଲ୍ ଆକ୍ସନ୍ ଆଉ ଡେଲି ରିପିଟେସନ୍ର ଗୋଟେ କମ୍ବିନେସନ୍। ରୁଲ୍ ନମ୍ବର 1, ଛୋଟ ଆରମ୍ଭ କରନ୍ତୁ କିନ୍ତୁ ସ୍ମାର୍ଟଲି। ଆପଣ ସବୁଠାରୁ ବଡ଼ ଭୁଲ କ'ଣ କରନ୍ତି ଜାଣନ୍ତି? ପ୍ରଥମ ଦିନରୁ ହିଁ
ବଡ଼ ଲକ୍ଷ୍ୟ ରଖିଦିଅନ୍ତି କି ମୁଁ ଆଜି 5 ଘଣ୍ଟା ପଢ଼ିବି, ମୁଁ ଆଜି 3ଟା ଚାପ୍ଟର କମ୍ପ୍ଲିଟ୍ କରିବି, ତାପରେ ଏସବୁ କରିବାରେ ଫେଲ୍ ହେଇଯାଆନ୍ତି। ତେଣୁ ଛୋଟ ଆରମ୍ଭ କରନ୍ତୁ, 20-30 ମିନିଟ୍ ବାସ୍, ତାପରେ ଆସ୍ତେ ଆସ୍ତେ ଟାଇମ୍ ଲାଇନ୍ ବଢ଼େଇବେ। ଏମିତିରେ ଏହା ଇଜି ଲାଗିବ ଆଉ ଆପଣ ତାକୁ କଣ୍ଟିନ୍ୟୁ ଜାରି ରଖିପାରିବେ। ରୁଲ୍ ନମ୍ବର 2, ସେମ୍ ଟାଇମ୍ ସେମ୍ ପ୍ଲେସ୍। ଆମ ବ୍ରେନ୍ ଗୋଟେ ହାବିଟ୍ ମେସିନ୍ ହେଇଥାଏ। ଯଦି ଆପଣ ପ୍ରତିଦିନ ଗୋଟିଏ ହିଁ ଟାଇମ୍ ଗୋଟିଏ ହିଁ ପ୍ଲେସ୍ରେ କାମ କରିବେ, ତେବେ ଆପଣଙ୍କ ବ୍ରେନ୍ ଆପଣଙ୍କୁ ଅଟୋମେଟିକାଲି ସିଗ୍ନାଲ୍ ଦେବ କି ଏବେ କାମ କରିବାର ଟାଇମ୍ ହେଇଗଲା। ସାଙ୍ଗମାନେ, ଆପଣ ନୋଟିସ୍ କରିଥିବେ କି ଯଦି ଆପଣ କିଛି ଦିନ ପର୍ଯ୍ୟନ୍ତ ଆଲାର୍ମ ଲଗାଇ ସକାଳ 5ଟାରେ ଉଠିବା ଆରମ୍ଭ କରିଦିଅନ୍ତି, ତେବେ କିଛି ଦିନ ଗଲା ପରେ ଆପଣଙ୍କୁ ଆଲାର୍ମ ସେଟ୍ କରିବାର ଆବଶ୍ୟକତା ପଡ଼େନି। ଅଟୋମେଟିକାଲି ଆପଣଙ୍କ ନିଦ ଭାଙ୍ଗିଯାଏ। ଏହାକୁ କୁହାଯାଏ ଅଟୋ ଡିସିପ୍ଲିନ୍ ମୋଡ୍। ରୁଲ୍ ନମ୍ବର 3, ନୋ ଏକ୍ସକ୍ୟୁଜ୍ ରୁଲ୍। କୌଣସି ବାହାନା ନାହିଁ, ଯାହାକି ଗୋଟେ ବହୁତ ବଡ଼ ଗେମ୍ ଚେଞ୍ଜର ପଏଣ୍ଟ। କରିବାକୁ ଇଚ୍ଛା ନାହିଁ, ତାପରେ ବି କର। ଏନର୍ଜି ନାହିଁ, ତାପରେ ବି କର। ମୁଡ୍ ଖରାପ ଅଛି, ତାପରେ ବି କର। କାରଣ ଡିସିପ୍ଲିନ୍ର ଅର୍ଥ ହେଉଛି ଆକ୍ସନ୍ ୱିଥଆଉଟ୍ ଇମୋସନ୍। ସାଙ୍ଗମାନେ, ସତ କଥାଟା ଶୁଣନ୍ତୁ, ଡିସିପ୍ଲିନ୍ ବୋରିଂ ହେଇଥାଏ। ଏଥିରେ କୌଣସି ମଜା ଆସେନି, କୌଣସି ଇନଷ୍ଟାଣ୍ଟ ରେଜଲ୍ଟ ମଧ୍ୟ ମିଳେନି। କିନ୍ତୁ ଜିମ୍ କରିବା ପେନଫୁଲ୍ ହେଇଥାଏ, ବଟ୍ ଏଥିରେ ବଡି ଫିଟନେସ୍ ଭଲ ରହିଥାଏ। ପାଠ ପଢ଼ା ବୋରିଂ ଲାଗେ, ବଟ୍ ଏଥିରେ କ୍ୟାରିୟର ତିଆରି ହେଇଥାଏ। ଡିସିପ୍ଲିନ୍ ବୋରିଂ ଲାଗୁଥାଏ ସତ, କିନ୍ତୁ ଏହା ବହୁତ ହି ପାୱାରଫୁଲ୍। ଏବେ ସବୁଠାରୁ ପାୱାରଫୁଲ୍ ଜିନିଷ କହିବା ପାଇଁ ଯାଉଛି, ଧ୍ୟାନ ଦେଇକି ଶୁଣନ୍ତୁ। ଆପଣ କ'ଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ ନିଜ ବିଷୟରେ କ'ଣ ବିଶ୍ୱାସ କରନ୍ତି, କ'ଣ ଭାବନ୍ତି, ତାହା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ନିଜ ବିଷୟରେ ଏହା ଭାବୁଥାନ୍ତି କି ମୁଁ ଅଳସୁଆ, ପୁରା ଗର୍ବର ସହିତ ମୁଁ ଅଳସୁଆ, ତ ଆପଣ ସେଇ ଅନୁସାରେ ଆଚରଣ କରିବେ। କିନ୍ତୁ ଯଦି ଆପଣ ଭାବୁଥାନ୍ତି କି ମୁଁ ଜଣେ ଶୃଙ୍ଖଳିତ ବ୍ୟକ୍ତି, ତେବେ ଆପଣ ନିଜକୁ ପ୍ରୁଭ୍ କରିବା ପାଇଁ ଆକ୍ସନ୍ ନେବେ। ଏହାକୁ କୁହାଯାଏ ଆଇଡେଣ୍ଟିଟି ବେସ୍ଡ ଡିସିପ୍ଲିନ୍। ମନେ ରଖନ୍ତୁ, ମୋଟିଭେସନ୍ ଆପଣଙ୍କୁ ଷ୍ଟାର୍ଟ କରେଇଥାଏ, କିନ୍ତୁ ଡିସିପ୍ଲିନ୍ ଆପଣଙ୍କୁ ଫିନିଶ୍ କରିବାରେ ସାହାଯ୍ୟ କରିଥାଏ। ସାଙ୍ଗମାନେ, ଆଜିଠାରୁ ଗୋଟେ ଛୋଟ ନିୟମ ତିଆରି କରନ୍ତୁ। ଚାହେ 20 ମିନିଟ୍ର ପାଠପଢ଼ା ହେଉ, 10 ମିନିଟ୍ର ବ୍ୟାୟାମ ହେଉ, କିନ୍ତୁ ତାକୁ ରେଗୁଲାର ବେସିସ୍ରେ କରନ୍ତୁ। ନା କି କିଛି ଦିନ କରି ଛାଡ଼ିଦେବେ, ପୁଣି ଆରାମ କରିବେ, ପୁଣି ଛାଡ଼ିଦେବେ, ପୁଣି ଆରାମ କରିବେ। ଭାଇ, ଏମିତି କଲେ ନା, କଥାରେ ଅଛି, କାହାବତ ଅଛି, ନା ଘରରେ ହେବେ ନା ଘାଟରେ ହେବେ, କେଉଁଥିରେ କିଛି ବି ହେଇପାରିବେନି। ନିଜକୁ କୁହନ୍ତୁ, ମୁଁ ଜଣେ ଡିସିପ୍ଲିନ୍ ବ୍ୟକ୍ତି। ପାର୍ଟ 4ରେ ମୁଁ ଆପଣଙ୍କୁ କହିବି କି ଫୋକସ୍ କେମିତି ବୃଦ୍ଧି କରିବେ ଆଉ ଡିଷ୍ଟ୍ରାକ୍ସନ୍କୁ କିପରି କଣ୍ଟ୍ରୋଲ୍ କରିବେ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, କିଛି ଜିନିଷ ଶିଖେଇଥାଏ, ଆପଣ କିଛି ଶିକ୍ଷା ନେଇଥାନ୍ତି, ତେବେ ଆପଣଙ୍କ ଭଲ ପାଇବା ନିଶ୍ଚିତ ଭାବରେ ଦିଅନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆଉ ଆମ ଫ୍ୟାମିଲି ମେମ୍ବର ସହିତ ଯୋଡ଼ି ରହିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ପାର୍ଟ 4 ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି, ତେଣୁ ସବସ୍କ୍ରାଇବ୍ କରିକି ହିଁ ରଖନ୍ତୁ ଆମ ଚ୍ୟାନେଲକୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।